ଗୋଟିଏ ଜଙ୍ଗଲରେ ଗୋଟିଏ ବାଘୁଣୀଟିଏ ଥିଲା। ସେହି ଜଙ୍ଗଲରେ ଗୋଟିଏ ମାଇ ଛେଳି ବି ରହୁଥିଲା। ଦୁହେଁ ମିତ୍ର ବସିଥିଲେ। ବାଘ ଆଉ ଛେଳି ମଧ୍ୟରେ ବନ୍ଧୁତା। ଜଙ୍ଗଲର ଅନ୍ୟ ପଶୁମାନେ ଏହା ଦେଖି ନାକ ଟେକୁଥିଲେ। ସେମାନେ ବାଘ ଛେଳିଙ୍କର ଏହି ସମ୍ପର୍କକୁ ଆଖିରେ ଦେଖିପାରୁନଥିଲେ, କିନ୍ତୁ ଦୁହେଁ ସାଙ୍ଗ ହୋଇ ପାଖାପାଖି ରହୁଥିଲେ। ଥରେ ବାଘ ଆଉ ଛେଳି ଦୁହେଁ ଏକା ସମୟରେ ଗର୍ଭବତୀ ହେଲେ। ଦୁହିଁଙ୍କର 4ଟି ଲେଖାଏଁ ଛୁଆ ଜନ୍ମ ହେଲା। ଛେଳିର 4ଟି ଛୁଆ ମୁଣ୍ଡୁଲ, ଗୁଡୁଲ, ହାନ୍ତୁଲ ଆଉ ପେଟୁଲ, ଏବଂ ବାଘର 4ଟି ଛୁଆ କିମ୍, ଟିମ୍, ସିମ୍ ଆଉ ଚିମ୍। ଏମାନେ ଏକତ୍ର ସାଥୀ ହୋଇ ଖେଳକୁଦ କରନ୍ତି। ଦିନକୁ ଦିନ ଛେଳି ଛୁଆମାନେ ଘାସ ପତ୍ର ଖାଇ କୌତୁକିଆ ହୋଇପଡ଼ିଲେ। ବାଘର କିନ୍ତୁ ମତଲବ ଭଲ ନଥିଲା। ସେ ଡଉଲ ଡାଉଲ ଛେଳି ଛୁଆଙ୍କୁ ଖାଇବାକୁ ମନେ ମନେ ଯୋଜନା କରୁଥାଏ। ଦିନେ ବାଘ ଅସୁସ୍ଥ ହେବାର ଅଭିନୟ କରି ତା ପାଖରେ ଛେଳି ଛୁଆକୁ ଶୋଇବାକୁ ଛେଳିକୁ କହିଲା। ଛେଳି ଦେଖିଲା ବାଘ ଅସୁସ୍ଥ ହୋଇଛି। ସେ ସାଥିରେ ତାର ଛୁଆଙ୍କୁ ଶୋଇବାକୁ ଇଚ୍ଛା କରୁଛି। ଛେଳି ମନରେ ଡର ଥାଏ। ବାଘ ଯେ ହିଂସ୍ର ଜନ୍ତୁ, କେତେବେଳେ ତା ପିଲାଙ୍କୁ ମାରି ଖାଇଦେବ। ଏହି ଭୟରେ ମା ଛେଳିଟି ଥରି ଉଠିଲା। ତେବେ ବାଘ ପାଖକୁ କିଏ ଶୋଇବାକୁ ଯିବ? ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଛେଳି ଛୁଆମାନଙ୍କ ଭିତରେ ମୁଣ୍ଡୁଲ ଅତି ସାହସୀ ଆଉ ବୁଦ୍ଧିଆ ଥିଲା। ସେ କହିଲା, ମୁଁ ବାଘୁଣୀ ମାଉସୀ ପାଖକୁ ଶୋଇବାକୁ ଯିବି। ରାତି ହେଲା। ମୁଣ୍ଡୁଲ ବାଘୁଣୀ ପାଖକୁ ଶୋଇବାକୁ ଗଲା। ବାଘୁଣୀ ମୁଣ୍ଡୁଲକୁ ଦେଖି ତା ପାଟିରୁ ଲାଳ ଗଡ଼ିବାକୁ ଲାଗିଲା। କେମିତି ରାତି ଅଧିକା ହେବ, ସେ ଏହି ଡଉଲ ଡଉଲ ଛେଳିକୁ ଖାଇପାରିବ। ରାତି ହେବାରୁ ବାଘୁଣୀ ଛେଳି ଛୁଆ ଦୁହେଁ ଶୋଇବାକୁ ଗଲେ। ଛେଳି ଛୁଆଟି କିନ୍ତୁ ଅଧିକ ଚାଲାକ ଥିଲା। ସେ ଯେଉଁଠି ଶୋଇଥିଲା ତା ସ୍ଥାନରେ ଏକ ବାଘ ଛୁଆକୁ ଆଣି ଶୁଆଇଦେଲା। ତାପରେ ସେଠାରୁ ଚାଲିଗଲା। ବାଘୁଣୀ କିନ୍ତୁ ଆରାମରେ ଶୋଇପଡ଼ିଥିଲା। ଯେମିତି ରାତି ଅଧା ହୋଇଛି, ବାଘୁଣୀ ନିଦ ବାଉଳାରେ ଉଠି ସେଠାରେ ଶୋଇଥିବା ଛୁଆକୁ ମାରିଦେଲା। ସେ ବାଘ ଛୁଆଟି ବୋଲି ଜାଣିପାରିଲା ନାହିଁ। ଛୁଆଟିକୁ ମାରି ଖାଇ ଆରାମରେ ପୁଣି ଶୋଇପଡ଼ିଲା। ଏମିତି କରି 4 ଦିନ ମଧ୍ୟରେ ବାଘୁଣୀ ତାର ନିଜ 4 ଶିଶୁଙ୍କୁ ଖାଇଦେଲା, କିନ୍ତୁ କିଛି ଜାଣିପାରିଲା ନାହିଁ। ଶେଷରେ ଯେତେବେଳେ ତାର ଛୁଆମାନଙ୍କୁ ଦେଖିବାକୁ ଗଲା, କୌଣସି ଛୁଆକୁ ପାଇଲା ନାହିଁ। ଛେଳିର ସବୁ ଛୁଆକୁ ଦେଖିଲା। ତାପରେ ତା ମନରେ ସନ୍ଦେହ ହେଲା। ତାପରେ ସେ ଛେଳି ଛୁଆକୁ ସବୁ କଥା ପଚାରିଲା। ଛେଳି ଛୁଆ ମୁଣ୍ଡୁଲ ଠାରୁ ସବୁ କଥା ଶୁଣିବାକୁ ପାଇଲା। ତାପରେ ବାଘୁଣୀ ଖୁବ୍ ରାଗିଗଲା। ସେ ଛେଳି ଉପରେ ପ୍ରତିଶୋଧ ନେବାକୁ ଜାଗୃତ ହୋଇଗଲା। ଯେହେତୁ ସେ ଛେଳିର ମିତ୍ର ଥିଲା, ତେଣୁ ସିଧାସଳଖ ଛେଳି ଉପରେ ଆକ୍ରମଣ କଲା ନାହିଁ। ଛେଳି ଛୁଆଙ୍କୁ ମାରିବା ପାଇଁ ବାଘୁଣୀ ଏକ ଲାଞ୍ଜଖଣ୍ଡି ବାଘକୁ ପଠାଇଲା। ଲାଞ୍ଜଖଣ୍ଡି ବାଘ ଆସି ଛେଳି ଛୁଆ କୁଆଡ଼େ ଗଲେ ଡରାଇଲା। ଛେଳି ଛୁଆମାନେ ଏକତ୍ର ମିଶି ଲାଞ୍ଜଖଣ୍ଡି ବାଘ ଉପରକୁ ଆକ୍ରମଣ କଲେ। ବାଘଟି ଭୟରେ ସେଠାରୁ ଚାଲିଗଲା। ଏହାପରେ ଛେଳି ଆଉ ତାର ଛୁଆ ସେଠାରୁ ଚାଲିଗଲେ। ଜଙ୍ଗଲରେ ଏକ ଗଛରେ ଚଢ଼ି ଆଶ୍ରୟ ନେଲେ। ବାଘ ତାର ସବୁ ବାଘ ଭାଇମାନଙ୍କୁ ଡାକି ଛେଳିମାନଙ୍କୁ ପିଛା କଲା। ବାଘ ତାର ସବୁ ବାଘ ଭାଇମାନଙ୍କୁ ସାଙ୍ଗରେ ଡାକି ନେଇ ଛେଳିମାନଙ୍କୁ ପିଛା କଲା। ବାଘମାନେ ଛେଳି ଆଉ ତା ଛୁଆମାନଙ୍କୁ ଖୋଜି ଖୋଜି ଶେଷରେ ଗଛ ଉପରେ ବସିଥିବାର ଦେଖିଲେ। ସେମାନେ ଛେଳି ଆଉ ତା ଛୁଆମାନଙ୍କୁ ଦେଖିବା ପରେ ସେମାନଙ୍କର ରାଗ ବଢ଼ିଗଲା। ସେମାନେ ଜଣକ ଉପରେ ଜଣେ ଚଢ଼ାଚଢ଼ି ହୋଇ ଗଛର ଉଚ୍ଚତା ପର୍ଯ୍ୟନ୍ତ ଲମ୍ବିବାକୁ ଚେଷ୍ଟା କଲେ। ପ୍ରଥମେ ଭୂମି ଉପରେ ଲାଞ୍ଜଖଣ୍ଡି ବାଘ ଶୋଇ ରହିଲା। ତା ଉପରକୁ ଉପର ବାଘମାନେ ଚଢ଼ି ଚଢ଼ି ଗଛରେ ଥିବା ଛେଳିମାନଙ୍କ ପାଖରେ ପହଞ୍ଚିବାକୁ ସଫଳ ହୋଇଗଲେ।
ଏହି ସମୟରେ ଛେଳି ଛୁଆ ମଣ୍ଡଲ ଗୋଟିଏ ଉପାୟ ବାହାର କଲା। ସେ ତାର ମା ଛେଳି ଉଦ୍ଦେଶ୍ୟରେ କହିବାକୁ ଲାଗିଲା, ମା, ଆମେ ଗଛ ମୂଳେ ଯେଉଁ ବମ୍ ରଖିଥିଲେ ତାହା ଆଉ କେତେ ସମୟ ମଧ୍ୟରେ ଫୁଟିବ? ବମ୍ ଫୁଟିବା କଥା ଶୁଣି ସବା ତଳେ ଥିବା ଲାଞ୍ଜଖଣ୍ଡି ବାଘ ଛାନିଆ ହୋଇ ହଗି ମୁତି ଆଣ୍ଠିଏ। ସେ ସେଠାରୁ ଏକ ନିଶ୍ୱାସରେ ଦୌଡ଼ିଛୁ। ଯେମିତି ଲାଞ୍ଜଖଣ୍ଡି ବାଘ ସେଠାରୁ ଦୌଡ଼ି ଚାଲିଗଲା, ତା ଉପରକୁ ଉପରେ ଥିବା ବାଘମାନେ ଦୁଲ ଦାଲ ହୋଇ ତଳେ ପଡ଼ିଗଲେ। ତଳେ ପଡ଼ି ବାଘମାନଙ୍କର ଆଣ୍ଠୁ ଗଣ୍ଠି ଛିଣ୍ଡିଗଲା।